हेलो हाय नमस्ते केमिति अच्छे समस्ते। तो आज आम जाऊँ कड़े आम जाऊँ गोटे जगह को कहीं जाऊँ कौटी जाऊँ आपण मैंने ब्लॉग देखु निहाती जापर। तो चलो देखा कौन कौन हो मारे मोर तो खाए कि बाहर सारे बापा कौन खाई ना बाबा खाली बाहर सारे। तो चलो देखिए बाबा कौन कौन खाऊ कौन खाऊच समोसा चप बरा सुजी खाई से अधा साढ़े सारे चलो खाई दियो आस कि खाइबा आस सकाळु सकाळु भारी मजा छणा छणी गरम गरम खाइले लगे कि मजा किए खाइब आस के आसीनी आज नेताजी जयंती माने कौन सुभाष चंद्र जयंती स्वयं सुभाष चंद्र जयंती रे देखु सुभाष चंद्र कौन कौन खाऊंती से दिखाई सुजी घिरी दिखाई मुह मिठा करा जन्म ना आज जय नेताजी जय हो। आमे रास्ते जाऊँ जहाँ कथबार्ता होलु पवन जेहेतु एते जोर से होउथिला सेतमै आपण मानकु वीडियो रे किछि सुबुनी। आसिक मैं पहुँची गलु देखंतु आपण माने आउ केही भी आसी नांती कारण 9टारे समस्त की कुआइथिला आसे पई एबे 10:30 हेलानी तथापि केही आसी नांती आउ प्रोग्राम भी स्टार्ट हैनी आउ भाई जने भी हमर आसी पहुँची गले से सांबादिक भी अछंती से भाई देखा है गले सेठी तांको भी निमंत्रण थिला मते भी निमंत्रण थिला सेठी हमर बहुत दिन पर भी देखा हला से भाई भी बहुत खुशी थिले मु भी बहुत खुशी थी। देखंतु केते सारा बही अछि सारा करम पाछि सब जगह पड़ा होछि आज भोजी रे करम का घटा हो स्पेशल करम का घटा के खाइबे आसीबे मु गला ले को नेके जाइथिबे आपण मानू देखि चलो बे छिपा मूर्ति पूजमूलं गुरुपाद मंत्रमूलं गुरुवच्च मोक्षमूलं गुरुपद अखंड मंडलाकार। एबे प्रोग्राम स्टार्ट हैला आउ जण जण भी आसुचंती हेले भी तथापि बहुत जण आसी गलेनी। वंदे भारत जननी वंदे भारत जननी वंदे भारत जननी वंदे भारत जननी भारत माता की वंदे मातरम। हाँ भल पाइबा आज तो आपण मैंने जानते नेताजी जयंती नेताजी ऊपर मोर 2 पद कविता तुम्हें नाम आज अच्छी तुम स्मृति मने पड़ुछ आज तुम्हें नाम आज अच्छी तुम स्मृति मने पड़ुछ आज जातीय संगीत देशर प्रतीक कही थाए पूर्व कथा माटी माँ पाई केते बलिदान। एबे समस्त कविता पाठ सरी गला तापरे नाच गीत आरंभ होला देखंतु केते सुंदर डांस होची को संग रे कॉपीराइट सो देखेबो हमें जानिनु जेहेतु नुआ यूट्यूब चैनल खोलुछु सेत हमें सॉन्ग टा काटी देछु। तो फाइनली घरे आसके हमें पहुँची गलु
ଖାଇବା ପିଇବା ବି ଭଲ ହେଇଥିଲା କିନ୍ତୁ ଖାଇବା ପିଇବା ଦେଖେଇ ପାରିଲୁନୁ କାହିଁକିନା ବହୁତ ସାରା ଭୋକ ଲାଗୁଥିଲା ଏତେ ଭୋକ ଲାଗୁଥିଲା ଯେ ଆଉ ଭାବିଲେନୁ ଭିଡ଼ିଓ କରିବୁ କିନ୍ତୁ ଖାଇବା ଆଗ ଖାଇଦେବୁ ପେଟ ଶାନ୍ତି ହେଇଗଲେ ମନ ଶାନ୍ତି ହେଇଯିବ ଆଉ କିନ୍ତୁ ଭଲ ଖାଇବା ହେଇଥିଲା ଜିରା ରାଇସ୍ ହେଇଥିଲା ଡାଲି ହେଇଥିଲା ମିକ୍ସ ଭେଜ୍ ହେଇଥିଲା ଖଟା ବି ହେଇଥିଲା କ୍ଷୀରି ବି ହେଇଥିଲା ଚିପ୍ସ ବି ହେଇଥିଲା ସବୁ ବଢ଼ିଆ ହେଇଥିଲା ଆଉ ଏଠି ମିଳିଛି ଏଇଟା ମୋ ଫଟୋଟା ଦେଖ ରହ ମୋ ଫଟୋଟା ଦେଖା ଯାଉନଥିବ ଏମିତି ଠିକରେ ନା ଦେଖାଯିବ ଏଇଠି ଦେଖନ୍ତୁ କେତେ ଖୁସି ଆପଣ ପ୍ରାଇସ୍ ପାଇକି ଏମିତି ତ ମୋର କେତେ ଥୁଆ ହେଇଛି ଆମର କୋଉଠି ସୁବିଧା ନାହିଁ ଲଗେଇବାକୁ ମୁଁ ଲଗଉନି ଯାହା ହେଲେ ବି ଗୋଟେ କବିତା ପାଠ କରିବୁ ଯଦି ଛୋଟ ମୋଟ କଣଟେ ଗୋଟେ କେଉଁଠୁ ମିଳିଗଲେ ବି ସେଇଟା ସମ୍ମାନ ଭାବିକି ଆଗକୁ ଆହୁରି ବଢ଼ିବାକୁ ଇଚ୍ଛା ହୁଏ ଲେଖା କରିବାକୁ ଆଉ ତମେ ତମକୁ କ'ଣ ଲାଗିଲା ଭୋଜି ଖାଇଲ ଡ୍ୟାନ୍ସ ବି ଦେଖିଲ ସବୁ ଦେଖିଲୁ ମତେ ବାକି ନିଦ ଲାଗିଲା ବଢ଼ିଆ ବି ଡ୍ୟାନ୍ସ ବି ହେଉଥିଲା ଆହୁରି ବି ଡ୍ୟାନ୍ସ ଥିଲା ଆମେ କିନ୍ତୁ ପଳେଇ ଆସିଲୁ ଆଉ ସବୁ ପିଲା ବି ବ୍ୟସ୍ତ ହେଇଗଲେଣି ଡ୍ୟାନ୍ସ ବି ବନ୍ଦ ବି ହେଇଗଲା ଆଉ ତଥାପି ଭଲ ଲାଗିଲା ଯେତିକି ବି ହେଲା ଆଉ ଆହୁରି ବି କବିତା ପାଠ ହେବାର ଥିଲା ବହୁତ ବି କବି ଲୋକ ଆସୁଥିଲେ ଲେଟ୍ରେ ଆଉ ଡ୍ୟାନ୍ସ ତ ଚାଲିଥିଲା ସେଥିପାଇଁ ବି ବେଶୀ ବି କେହି କିଛି କବିତା ଆଉ ପାଠ କରିପାରିଲେନି ଯାହା ଟିକେ ଅଳ୍ପ ଅଳ୍ପ ସମସ୍ତେ କରିଛନ୍ତି ଆଉ ଆଗୁଆ ଯେଉଁମାନେ ଯାଇଥିଲେ ଆଉ କ'ଣ କରିଛି ଯାଇକି କରମଙ୍ଗା ନେଇକି ଆଇଛି ହେ କରମଙ୍ଗା ଦେଖିବୁ କେତେ ବଢ଼ିଆ ବଢ଼ିଆ କରମଙ୍ଗା ହେଇଥିଲା ପୁରା ବଡ଼ ବଡ଼ ଆଉ ଜାଣିଛନ୍ତି ଭୋଜିର ସ୍ପେଶାଲ ଜିନିଷଟା କ'ଣ ହେଇଥିଲା କରମଙ୍ଗା ଖଟା କିନ୍ତୁ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ଖାଇଲି କରମଙ୍ଗା ଖଟା ମୁଁ କେବେ ଖାଇନଥିଲି କରମଙ୍ଗା ଖାଇଥିଲି କରମଙ୍ଗା ଖଟା ଖାଇନଥିଲି କିନ୍ତୁ ମୋତେ ବହୁତ ବଢ଼ିଆ ଲାଗିଲା କିନ୍ତୁ ମୁଁ ସେଥିପାଇଁ ଆଜି 3 ଥର ଖଟା ଖାଇଛି ଲୋଭି ମଣିଷ ଆଉ କରମଙ୍ଗାଟା ଆପଣ ଦେଖି ଯଦି ଆପଣଙ୍କ ପାଟିରୁ ବି ନାଳ ବୋହିବ ଖାଲି ଲୁଣ ଲଙ୍କା ଦେଇକି ଟିକେ ବାଲ୍ଟିଟା ପାଖରେ ରଖିଥିବେ ଏଠୁ ବୋହିକି ଏଠୁ ଘର ଦ୍ୱାରା ଭାସିଯିବ ଯଦି ବର୍ଷା ନାହିଁ କିଛି ମୁଁ ତାପରେ ବେଶୀ କରମଙ୍ଗା ଆଣିଲିନି କହୁଥିଲି ଆଣିବାକୁ ଆଣିଲିନି କାହିଁକି କି କରମଙ୍ଗା ଖାଇଲେ ମୁଣ୍ଡ ବିନ୍ଧା ହବ କିନ୍ତୁ ଏଇଟା କିନ୍ତୁ କାନ୍ଥରେ ଟଙ୍ଗେଇବି ଆଉ କାରଣ ଏଇଟା ଠିକ୍ ଠାକ୍ ଅଛି ଆଉ ଆଗରୁ ଯୋଉଟା ଅଛି ଓଲଟ ବୋଲଟ ହେଇକି ଅଛି ସେଥିପାଇଁ ଏଇଟା ଠିକ୍ ସେ ଅଛି ଆଉ ଆସିକି ତାର ଅବସ୍ଥା ମୁଁ ତ ହଉଛି ସାଇବାବା ଇଏ ହଉଛି ହିରୋଇନ ମୁଁ ହଉଛି ସାଇବାବା ଓମ୍ ସ୍ୱାହା ସାଇବାବା ଆଶୀର୍ବାଦ କରୁଛନ୍ତି ଓମ୍ ସ୍ୱାହା କହିକି ଏମିତି ଯିଏ କରିବ ତା ନାକକୁ ଧରିବ ଏମିତି କରିଦବ କ'ଣ ପାଇଁ ଏମିତି ଯେ ମୁହଁ କରିବ ତା ନାକକୁ ଧରିବ ଏମିତି କରିଦବ ଯାହା ଏଇପଟେ ଥିବ ମାନେ ପାଣି ସବୁ ଲାଗିଯିବ ସବୁ ଯାକ ତଳକୁ ଖସି ପଡ଼ିବ ହଉ ଏବେ ରଖିଦେବା ଭିଡ଼ିଓ ବି ବହୁତ ଲମ୍ବା ହେଇଯିବ ଆପଣମାନଙ୍କୁ ଯଦି ଆମ ଭିଡ଼ିଓ ଭଲ ଲାଗୁଛି ତାହେଲେ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ ନିହାତି କରିବେ ରଖୁଛୁ ଜୟ ଜଗନ୍ନାଥ ଆଜି ତ ଆପଣମାନେ ଜାଣିଛନ୍ତି ନେତାଜୀ ଜୟନ୍ତୀ ଥିଲା ଆଉ ସେଇ ଅବସରରେ ଆଜି କବିତା ପାଠ ଥିଲା ଆମେ କବିତା ପାଠ କରିବାକୁ ଯାଇଥିଲୁ ଫେର୍ ବି ସମୟ ସୁବିଧା ଅନୁସାରେ ମୁଁ ଅଳ୍ପ ବି ଲେଖିଥିଲି କାରଣ ମୋତେ ବି ସମୟ ଟିକେ ନଥିଲା ଆଉ ସେଇତିକ କବିତା ବି ଏତେ ସମୟ ଯେ ବହୁତ କମ୍ ସମୟ ଦେଉଥିଲେ ସେଥିରେ ବି ତରବର ହେଇକି ମୁଁ ପାଠ ବି କରିଛି ଆଉ ଆପଣମାନେ ନିହାତି କହିବେ କବିତାଟି କେଉଁ ଭଳି ଲାଗିଲା କେମିତି ଲାଗିଲା ଆଉ ଯଦି କିଛି ଭୁଲ ଥିବ ନିହାତି ବି କମେଣ୍ଟ ମାଧ୍ୟମରେ ଜଣାଇବେ ଆଉ ମୁଁ ସୁଧାରିବା ପାଇଁ ଚେଷ୍ଟା କରିବି ଆଉ କାରଣ ଏତେ ବଡ଼ ବି କବି ନୁହଁ ଯେ ହଁ ମୁଁ ପୁରା ପ୍ରାଞ୍ଜଳ ଭାବେ ପୁରା ଠିକ୍ ଲେଖିବି ଯେହେତୁ ମୋର ଲେଖାଲେଖି କରିବାକୁ ଇଚ୍ଛା ଅଛି ବା କରୁଛି କିଛି କିଛି ଅଳ୍ପ ଅଳ୍ପ ଆଉ ସବୁ ଜାଗାରେ କିଛି କିଛି ବି ଯାଉଛି ଅବଶ୍ୟ ସବୁ ଜାଗାରୁ ସମସ୍ତେ ଡାକୁଛନ୍ତି ମୁଁ ସମୟ ଅଭାବ ଯୋଗୁଁ ଯାଇ ବି ପାରୁନି ଫେର୍ ବି ଯେତେବେଳେ ମୋତେ ସମୟ ମିଳୁଛି ଆଉ ମୁଁ ନିହାତି ଯାଇକି ଟିକେ ଟିକେ ପାଠ କରୁଛି ଆଉ ଆପଣମାନେ ନିହାତି କହିବେ କବିତାଟା କେଉଁ ଭଳିଆ ଥିଲା କାରଣ ସୁଭାଷ ଚନ୍ଦ୍ରଙ୍କ ଉପରେ 2 ଧାଡ଼ିତ କବିତା ଥିଲା ମୁଁ ଭାବିଲି ସବୁ ତ କବିତା ସବୁ ଜାଗାରେ ସମସ୍ତେ ସବୁ କିଛି କହିବେ କିନ୍ତୁ ଯେହେତୁ ଆଜି ନେତାଜୀ ଜୟନ୍ତୀ ଅଛି ସେଇ ବିଷୟରେ ନିହାତି କିଛି ଲେଖିକି ପ୍ରକାଶ କରିବା ଆପଣମାନଙ୍କୁ ଯଦି ଭଲ ଲାଗିବ ନିହାତି ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ ନିହାତି କରିବେ ଆଉ କମେଣ୍ଟ ମାଧ୍ୟମରେ କହିବେ କେମିତି ଲାଗୁଛି ରଖୁଛି ଜୟ ଜଗନ୍ନାଥ ନମସ୍କାର ନମସ୍କାର